ଧାନର ମାନ ଖରାପ ଥିଲେ ବି ସରକାର କିଣିବେ। ନମସ୍କାର ଚାଷୀ ଭାଇ ଓ ଭଉଣୀମାନେ, ଆଜିର ଏ ଭିଡ଼ିଓରେ ମୁଁ ଆପଣମାନଙ୍କ ପାଇଁ ଗୋଟିଏ ଅପଡେଟ୍ ନେଇକି ଆସିଛି, ଯାହାକି ଚାଷୀମାନଙ୍କୁ ଆଶ୍ୱସ୍ତି ଦେବ। ତ ଏଠାରେ ଦେଖିପାରୁଥିବେ, ଏଇଟା ହେଉଛି ପ୍ରମେୟ ଇ ପେପରର ମୁଁ ଡାଉନଲୋଡ଼ କରିଛି। ତ କ୍ଷମା କରିବେ, କାହିଁକିନା ଏଇ ଯେଉଁ ଭିଡ଼ିଓଟି ମୋର ପ୍ରଥମେ ଆଣିବାର ଥିଲା, ଭିଡ଼ିଓଟି ଟିକେ ଲେଟ୍ ହୋଇଯାଇଛି। କାହିଁକିନା ଏଇ ଯେଉଁ ଅପଡେଟ୍ଟି ଆସିଛି, ଏଇଟା ବୁଧବାର 25 ଡିସେମ୍ବର 2024ର। ଆପଣମାନେ ଏଠାରେ ଲେଫ୍ଟ ସାଇଡ୍ କର୍ଣ୍ଣରରେ ଦେଖିପାରୁଥିବେ 25 ଡିସେମ୍ବର ଏ ପେପରଟିକୁ ଛଡ଼ାଯାଇଥିଲା। ତ ଏ ପେପରରେ କ'ଣ କ'ଣ ଲେଖା ଅଛି, କ'ଣ କ'ଣ ଡିଟେଲ୍ସ ଛଡ଼ାଯାଇଛି, ସବୁକିଛି ମୁଁ ଆପଣମାନଙ୍କୁ ଜଣେଇବି। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଚ୍ୟାନେଲ ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଏଠାରେ ଦେଖିପାରୁଥିବେ, ଧାନର ମାନ ଖରାପ ଥିଲେ ବି ସରକାର କିଣିବେ। ଟୋକନ ଅବଧି ସରିଲେ ଆଉ 15 ଦିନ ମହଲତ। 1.5 ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି 2100 କୋଟି। ବର୍ଷା ଯୋଗୁଁ ମଣ୍ଡି ଖୋଲିବାରେ ବିଳମ୍ବ। ତ ଚାଷୀଙ୍କୁ ଆଶ୍ୱସ୍ତି ଦେଲେ ମନ୍ତ୍ରୀ। ତ ମୁଁ ଆପଣମାନଙ୍କ ପାଇଁ ଏଇଟା ଟିକେ ଜୁମ୍ କରିଦେଉଛି। ଅଦିନିଆ ବର୍ଷା ପିଛା ଛାଡ଼ୁନି, ଭାଙ୍ଗି ଚାଲିଛି ଚାଷୀର ମେରୁଦଣ୍ଡ। ଏଭଳି ସ୍ଥିତିରେ ପ୍ରଭାବିତ ଚାଷୀଙ୍କୁ ଆଶ୍ୱସ୍ତି ଦେଲା ଭଳି ଖବର ଆସିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମ ଜରିଆରେ କହିଛନ୍ତି, ଧାନ ନଷ୍ଟ ହୋଇଥିଲେ ସମସ୍ତଙ୍କୁ କ୍ଷତିପୂରଣ ମିଳିବ। ଯେଉଁ ଧାନ ଓଦା ହୋଇଯାଇଛି, ସେମାନେ ଧାନକୁ ଶୁଖାଇବା ପରେ ମଣ୍ଡିରେ ଧାନ ବିକ୍ରି କରିପାରିବେ। ଏଥିପାଇଁ ସେମାନଙ୍କୁ ଅଧିକ ସମୟ ଦିଆଯିବ। ଖାଲି ସେତିକି ନୁହେଁ, ସମସ୍ତ ଚାଷୀର ଧାନ ସରକାର କିଣିବେ। ଆବଶ୍ୟକ ସ୍ଥଳେ ଏଫଏକ୍ୟୁ ମାନରେ କୋହଲ କରି କିଣିବାକୁ ବି ପ୍ରଶାସନକୁ କୁହାଯାଉଛି। ଯେମିତିକି ଚାଷୀମାନଙ୍କୁ ଜଣାଇ ଦିଆଯାଇଛି ଯେ ଏଫଏକ୍ୟୁ ମାନର ଧାନ, ମାନେ ପୁରା ସଫା ଧାନ, କୌଣସି ଧୂଳି ମାଟି ମିଶି ନଥିବ, ସେହି ଧାନ ସରକାର କିଣିବେ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ସରକାର ଏହି ନିୟମରେ କୋହଲ କରିବାକୁ ଯାଉଛନ୍ତି ବୋଲି ଏଠାରେ ଲେଖା ହୋଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି, ଧାନର ମାନ ଖରାପ ଥିଲେ ବି ରାଜ୍ୟ ସରକାର କିଣିବେ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଚାଷୀର ଟୋକନ ଅବଧି ସରିଗଲେ ଆଉ ଅଧିକ 15 ଦିନ ମହଲତ ଦିଆଯିବ। ଏପର୍ଯ୍ୟନ୍ତ ରାଜ୍ୟରେ 7.5 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହେଲାଣି। 1.5 ଲକ୍ଷ ଚାଷୀ ନିଜ ଧାନ ବିକିଛନ୍ତି। 48 ଘଣ୍ଟା ଭିତରେ ସଭିଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଏ ବାବଦରେ ଏଯାବତ୍ ମୋଟ 2100 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦିଆଯାଇଛି। ପାଗ ଖରାପ ଯୋଗୁଁ କେତେକ ଜାଗାରେ ମଣ୍ଡି ଖୋଲିବା ବିଳମ୍ବ ହେଉଛି। ଅଦିନିଆ ବର୍ଷା ହେଲେ ଚାଷୀ ଧାନ ମଣ୍ଡିକୁ ନେବା ବିଳମ୍ବ ହେବ। ଅନ୍ୟପଟେ ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ପୁଣି ଥରେ ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଅଦିନିଆ ବୃଷ୍ଟିପାତ ଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ। ରାଜସ୍ୱ ଓ କୃଷି ବିଭାଗ କ୍ଷୟକ୍ଷତି ଆକଳନ ଚଳାଇଛନ୍ତି। ଚାଷୀ ଆଦୌ ବିବ୍ରତ ହୁଅନ୍ତୁ ନାହିଁ, ସରକାର ଲୋକଙ୍କ ସାଙ୍ଗରେ ଅଛନ୍ତି। ଏଠାରେ ଲେଖା ଅଛି, ଦେଖିପାରୁଥିବେ ଦର୍ଶକ ବନ୍ଧୁ, ଧାନର ମାନ ଖରାପ ଥିଲେ ବି ସରକାର କିଣିବେ ବୋଲି କୁହାଯାଉଛି। କିନ୍ତୁ ତାହା କେତେ ଦୂର ସତ୍ୟ, ସେଇଟା ତ ମୁଁ ଆପଣମାନଙ୍କୁ କହିପାରିବି ନାହିଁ। ଯାହାକି ପେପରରେ ଅପଡେଟ୍ ଆସିଛି, ସେ ବିଷୟରେ ମୁଁ ଆପଣମାନଙ୍କୁ ଜଣେଇଦେଲି। ତ ଧାନର ମାନ ଖରାପ ଥିଲେ ବି ସରକାର କିଣିବେ ବୋଲି ଏ ପେପରରେ କୁହାଯାଇଛି, ଯାହାକି ପ୍ରମେୟ ଇ ପେପରରେ ଆପଣମାନେ ମଧ୍ୟ ଡାଉନଲୋଡ଼ କରିପାରିବେ। ଗୁଗଲରେ ଯାଇକି ପ୍ରମେୟ ଇ ପେପର ଆପଣ ସର୍ଚ୍ଚ କରିବେ, ତ ଆପଣମାନେ ମଧ୍ୟ ଏହି ପେପରଟିକୁ ଡାଉନଲୋଡ଼ କରିକି ସବୁ ଡିଟେଲ୍ସ ଜାଣିପାରିବେ। ତ ଆଜିର ଭିଡ଼ିଓରେ ଏଇଟା ଥିଲା ଆପଣମାନଙ୍କ ପାଇଁ ଛୋଟିଆ ଅପଡେଟ୍। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି, ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲ ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିଦେବେ, ଏମିତି ନୂଆ ନୂଆ ଏବଂ ସଠିକ୍ ଇନଫର୍ମେସନ୍ ଆମର ଚ୍ୟାନେଲରେ ସର୍ବପ୍ରଥମେ ପାଇବା ପାଇଁ। ପୁଣି ଦେଖାହେବା ଏମିତି ଗୋଟିଏ ନୂଆ ଭିଡ଼ିଓ ସହ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ, ବନ୍ଦେ ମାତରମ୍।